शुभ सकाळ साଙ୍ଗମାନେ पुणी ଥରେ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜିର ଭିଡ଼ିଓଟି ବହୁତ ଅଲଗା ପ୍ରକାରର ହେବ, କାରଣ ଖାସ୍ ହେବ, କାରଣ ଆଉ 2 ଦିନ ପରେ ମକର ସଂକ୍ରାନ୍ତି। କାରଣ ଓଡ଼ିଶାର କହିବିନି, ମାନେ ମୟୂରଭଞ୍ଜ ଯେଉଁଟା ମାନେ ଫେମସ୍ ପର୍ବଟା ହେଉଛି ମକର ସଂକ୍ରାନ୍ତି ହେଲା। ଆଉ 2 ଦିନ ପରେ ଆସିବ ହେଲା। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ଦେଖେଇବି, ଏବେ ଗୋଟେ ମାମାଙ୍କ ଘର ଅଛି, ସେମାନେ ଫୋନ୍ କରିଥିଲେ କି ଆସ ମାଛ ଧରା ହେବ ତାଙ୍କ ଗଡ଼ିଆରେ ହେଲା। ଚାଲନ୍ତୁ ତାରେ ମାଛ କେବେ ଧରି ନାହାନ୍ତି ତ କେତେ ପରିମାଣରେ ମାଛ ଅଛି ସବୁ କିଛି ମୁଁ ଆପଣମାନଙ୍କୁ ଭିଡ଼ିଓ ଜରିଆରେ ଜଣେଇବି। ଆଉ ପ୍ରଥମ ଥରରେ ମୋ ଚ୍ୟାନେଲ୍ ଆସିବେ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ବେଲ୍ ଆଇକନ୍ କଲ୍ କରିବେ। ଚାଲନ୍ତୁ ତାହେଲେ ଜଲ୍ଦି ଡେରି ନ କରି ଭିଡ଼ିଓଟି ଷ୍ଟାର୍ଟ କରିବା। ଆମେମାନେ ତାଙ୍କ ପୋଖରୀକୁ ପହଞ୍ଚି ଆସିଛେ, ମାନେ ଗଡ଼ିଆକୁ ପହଞ୍ଚି ଆସିଛେ ହେଲା। ଦେଖନ୍ତୁ ଗଡ଼ିଆରେ କେତେ ପାଣି କମ୍ ହେଲା। ଆଉ ଏଠି ମୋ ମାମା ଦେଖୁଥିବେ ସେ ଜାଲ ମାରୁଛନ୍ତି ହେଲା। ଜାଲ ମାରି ମାରି ଆସ୍ତେ ଆସ୍ତେ ଟାଣୁଛନ୍ତି, କାରଣ ମାଛ ଲାଗିଥିବ ଯଦି ଜୋରସେ ଟାଣିଲେ ସେ ଜାଲ ଫୋକାଡ଼ିକରି ପଳେଇଯିବ ହେଲା। ସେଇଥିପାଇଁ ଆସ୍ତେ ଆସ୍ତେ ଟାଣୁଛନ୍ତି ହେଲା। ଆପଣମାନେ ଦେଖନ୍ତୁ ହେଲା, ଗଡ଼ିଆରେ ମାନେ କହୁଛନ୍ତି ତ ମାନେ ମାଛ 3 ବର୍ଷ ହେଲା ଧରା ହେଇନି ହେଲା। ତାହେଲେ କେତେ ବଡ଼ ବଡ଼ ମାଛ ହେଇଥିବ ହେଲା। ଦେଖିବା ତାହେଲେ କ'ଣ ହେଉଛି। ଦେଖିବା ଟଣା ତ ଚାଲିଛି, ଦେଖିବା ଲାଷ୍ଟରେ କ'ଣ ହେଉଛି, ମାଛ ମିଳୁଛନ୍ତି କି ନାହିଁ। ବର୍ଷାଟା ବହୁତ ପ୍ରବଳ ହେଇଥିଲା, ଗଡ଼ିଆ ପୁରା ଭର୍ତ୍ତି ହେଇଯାଇଥିଲା ହେଲା ଏ ବର୍ଷ। ଆଉ ଲାଗୁଛି ମାଛ ଆସିନାହିଁ ହେଲା, ମାଛ ଆସିନାହିଁ। ଚାଲନ୍ତୁ ନେକ୍ସଟ ମାନେ ଜାଲଟା ଫୋପାଡ଼ିବା ହେଲା, ଯାହା ସେଠି ଲାଗୁଛନ୍ତି କି ନାହିଁ ସବୁକୁ ଦେଖିବା। କେତେ ଥର ମାରିଲେ ଯାଇକରି ଜାଲଟି ତାପରେ ଲାଗୁଛି ସବୁ ମୁଁ ଆପଣମାନଙ୍କୁ ଦେଖେଇବି ହେଲା। ବର୍ତ୍ତମାନ ଦେଖୁଥିବେ ଆଉ ଥରେ ସେପଟକୁ ଯାଇକରି ଜାଲ ମାରୁଛନ୍ତି ହେଲା। ଦେଖିବା ତାହେଲେ ଜାଲଟି ମାରନ୍ତୁ। ଆଉ ଜାଲ ମାରା ଚାଲିଲା, ଷ୍ଟାର୍ଟ ହେଲା। ଆଉ ନଏଜ୍ ଟିକେ ବହୁତ ହେବ, କାରଣ ଏଠି ମକର ପାଖେ ଆସିଲାଣି ନା, ସବୁଆଡ଼େ ମାନେ ଡିଜେ ବାଜୁଛି ହେଲା। ବହୁତ ଜୋର ପରିମାଣରେ ଡିଜେ ବାଜୁଛି ହେଲା, ଡିଜେ ଷ୍ଟାର୍ଟ ହେଇଯାଉଛି ହେଲା। ସେଇଥିପାଇଁ ଆମ ନଏଜ୍ଟା ଟିକେ ପଛପଟରେ ଜୋରସେ ନଏଜ୍ଟା ଆସିବ ହେଲା। କହୁଛି କିଛି ମାଇଣ୍ଡ ନ କରି ଦେଖନ୍ତୁ, ଆପଣ ଭିଡ଼ିଓ ଦେଖନ୍ତୁ, ସ୍କିପ୍ କରିବେନି। ଆଉ ଭଲ ଲାଗିଲେ ଭିଡ଼ିଓଟି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ସପୋର୍ଟ କରନ୍ତୁ, ବହୁତ ମାତ୍ରାରେ ସପୋର୍ଟ କରନ୍ତୁ ହେଲା। ଦେଖିପାରୁଥିବେ ଆସିଛି ମାଛ, ଆସିଛି ବଡ଼ ବଡ଼ ମାଛ। ଦେଖିପାରୁଥିବେ ଭାଇ, ବଡ଼ ବଡ଼ ମାଛ ଲାଗିଗଲା। 2-3 ଥର ମାରିଲା ପରେ ବଡ଼ ବଡ଼ ମାଛ ଲାଗିଗଲା ହେଲା। ଦେଖିପାରୁଥିବେ ମାଛ ନେଇକି ଆସୁଛନ୍ତି ମୋ ମାମା। ଦେଖନ୍ତୁ ଗଡ଼ିଆରେ ମାଛ ଭାଇ, ବଡ଼ ବଡ଼ ମାଛ, କାରଣ 3 ବର୍ଷ ହେଲା ଧରି ନଥିଲେ ନା। ଦେଖନ୍ତୁ କେତେ ବଡ଼ ବଡ଼ ମାଛ ହେଲା। ଆଉ ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗୁଥିବ ଚ୍ୟାନେଲକୁ ସବସ୍କ୍ରାଇବ୍ ବେଲ୍ ଆଇକନ୍ କଲ୍ କରିଦେବେ। ଦେଖିପାରୁଥିବେ କେତେ ବଡ଼ ବଡ଼ ମାଛ, ଏକାଥରକେ 5ଟା ମାଛ ଆସିଛି ଭାଇ। ଗଡ଼ିଆରେ ମାଛ ପ୍ରବଳ ଅଛନ୍ତି ହେଲା। ଦେଖନ୍ତୁ କେତେ ବଡ଼ ବଡ଼ ମାଛ, ମାନେ କିଲେ ଉପରେ ସବୁ ମାଛ ଗୁଡ଼ା ହେଲା। ଦେଖିପାରୁଥିବେ କିଲେ ପାଖାପାଖି କି କିଲେ ଉପରୁ ମାଛ, ଗୋଟେ ଖାଲି ଛୋଟିଆ ମାଛଟା ଆସିଛି, ନହେଲେ କିଲେ ଉପରେ ମାଛ ଗୁଡ଼ା ଆସୁଥିବେ ହେଲା।